ନିଜର ପରାଭବ ଦୁଃଖରେ ସନ୍ତପ୍ତ ହୋଇ ବିଶ୍ୱାମିତ୍ର ଦକ୍ଷିଣ ଦିଗକୁ ଗଲେ ଏବଂ ସେଠାରେ ବହୁକାଳ ଧରି ଅତି କଠୋର ତପସ୍ୟା କରିବାକୁ ଲାଗିଲେ। ତପସ୍ୟାରେ ତୁଷ୍ଟ ହୋଇ ବ୍ରହ୍ମା ଆସି କହିଲେ, ରାଜଶ୍ରୀ ବିଶ୍ୱାମିତ୍ର, ତୁମେ ତପବେଳରେ ତ୍ରିଲୋକ ଜୟ କରିଛ। ବର୍ତ୍ତମାନ ତୁମେ ରାଜଶ୍ରୀ ହେଲ। ବିଶ୍ୱାମିତ୍ର ଏଥିରେ ଆଦୌ ଆନନ୍ଦିତ ହେଲେ ନାହିଁ। ଏତେ କଠୋର ତପସ୍ୟା କରିବା ପରେ ମଧ୍ୟ ସେ ରାଜଶ୍ରୀ ହୋଇ ରହିଗଲେ, ବ୍ରହ୍ମଶ୍ରୀ ହୋଇପାରିଲେ ନାହିଁ। ସେ ତପସ୍ୟାରୁ ଉଠିବେ କ'ଣ? ଆହୁରି କଠୋର ତପସ୍ୟା କରିବାକୁ ଲାଗିଲେ। ଏହି ସମୟରେ ଇକ୍ଷ୍ୱାକୁ ବଂଶରେ ତ୍ରିଶଙ୍କୁ ନାମରେ ଜଣେ ରାଜା ଥିଲେ। ତାଙ୍କର ଇଚ୍ଛା ହେଲା ଯଜ୍ଞ କରି ସେ ସଶରୀରେ ସ୍ୱର୍ଗଲୋକରେ ପ୍ରବେଶ କରିବେ। କୁଳଗୁରୁ ବଶିଷ୍ଠଙ୍କୁ ଡାକି ସେ ତାଙ୍କ ଇଚ୍ଛା ପ୍ରକାଶ କଲେ। ବଶିଷ୍ଠ କହିଲେ, ତାହା ସମ୍ଭବ ନୁହେଁ। ତ୍ରିଶଙ୍କୁ ଦକ୍ଷିଣ ଦିଗକୁ ଯାଇ ଯେଉଁଠି ବଶିଷ୍ଠଙ୍କର ପୁତ୍ରମାନେ ତପସ୍ୟା କରୁଥିଲେ ସେଠାରେ ପହଞ୍ଚି କହିଲେ, ସଶରୀରେ ସ୍ୱର୍ଗକୁ ଯିବା ପାଇଁ ମୁଁ ଏକ ଯଜ୍ଞ କରିବାକୁ ଇଚ୍ଛା କରୁଛି। କିନ୍ତୁ କୁଳଗୁରୁ ବଶିଷ୍ଠ ମୋର ଅନୁରୋଧ ପ୍ରତ୍ୟାଖ୍ୟାନ କରିଛନ୍ତି। ଆପଣମାନେ ଗୁରୁଙ୍କର ପୁତ୍ର, ତପସ୍ୱୀ, ଆପଣମାନେ ମୋତେ ସାହାଯ୍ୟ କରନ୍ତୁ। ବଶିଷ୍ଠଙ୍କର ପୁତ୍ରମାନେ କହିଲେ, ଦୁର୍ବୁଦ୍ଧି ରାଜା, କୁଳଗୁରୁ ବଶିଷ୍ଠ ମନା କରି ଦେବା ପରେ ତୁମେ ତାଙ୍କ ଇଚ୍ଛା ବିରୋଧରେ କିପରି ଅନ୍ୟମାନଙ୍କର ସାହାଯ୍ୟ ଲୋଡୁଛ? ସତ୍ୟବାଦୀ ବଶିଷ୍ଠ ଯାହାକୁ ଅସମ୍ଭବ ବୋଲି କହିଛନ୍ତି ସେଥିରେ ଆମେ ତୁମକୁ କେବେ ସାହାଯ୍ୟ କରିପାରିବୁ ନାହିଁ। ତୁମେ ଫେରିଯାଅ। ତ୍ରିଶଙ୍କୁ ବିରକ୍ତ ହୋଇ କହିଲେ, ଠିକ୍ ଅଛି। ଗୁରୁ ଓ ଗୁରୁପୁତ୍ରମାନେ ମୋତେ ଯେତେବେଳେ ପ୍ରତ୍ୟାଖ୍ୟାନ କଲେ ମୁଁ ନିଶ୍ଚୟ ଅନ୍ୟ ଉପାୟ ଖୋଜି ବାହାର କରିବି। ଋଷିପୁତ୍ରମାନେ କ୍ରୁଦ୍ଧ ହୋଇ ତ୍ରିଶଙ୍କୁ ରାଜା ହେବା ପାଇଁ ଯୋଗ୍ୟ ନୁହନ୍ତି। ସେ ଶୀଘ୍ର ଚଣ୍ଡାଳ ହୋଇ ବୁଲନ୍ତୁ ବୋଲି ଅଭିଶାପ ଦେଲେ। ରାତି ପାଇବାରୁ ରାଜା ଚଣ୍ଡାଳ ହୋଇଗଲେ। ତାଙ୍କର ଦେହ କଳା ପଡ଼ିଗଲା, ମୁଣ୍ଡର ବାଳ ଉପୁଡ଼ିଗଲା। ସେ ହାଡ଼ମାଳ ଓ ମଳିନ ବସ୍ତ୍ର ପିନ୍ଧି ଏକ ବିକୃତ ରୂପ ଧାରଣ କରିବାର ତାଙ୍କର ମନ୍ତ୍ରୀ ଓ ପୁରବାସୀମାନେ ତାଙ୍କୁ ଛାଡ଼ି ଚାଲିଗଲେ। ତ୍ରିଶଙ୍କ ସଙ୍ଗେ ସଙ୍ଗେ ଯାଇ ବିଶ୍ୱାମିତ୍ରଙ୍କର ଶରଣାପନ୍ନ ହୋଇ କହିଲେ, ମହାମୁନି, ଗୁରୁ ବଶିଷ୍ଠ ଓ ତାଙ୍କର ପୁତ୍ରମାନେ ମୋତେ ପ୍ରତ୍ୟାଖ୍ୟାନ କରିଛନ୍ତି। ମୁଁ ସଶରୀରେ ସ୍ୱର୍ଗକୁ ଯିବା ପାଇଁ ଇଚ୍ଛା କରୁଥିଲି, କିନ୍ତୁ ତାହା ସଫଳ ନ ହୋଇ ମୋର ଏହି ଅବସ୍ଥା ଘଟିଛି। ହେ ସୌମ୍ୟ ଦର୍ଶନ ଋଷି, ମୋର କୌଣସି ଅପରାଧ ନାହିଁ। ମୁଁ ବହୁ ଯଜ୍ଞ କରି ଧର୍ମରେ ପ୍ରଜାମାନଙ୍କୁ ପାଳନ କରିଛି। କେବଳ ସଶରୀରେ ସ୍ୱର୍ଗକୁ ଯିବା ପାଇଁ ଇଚ୍ଛା କରି ଗୁରୁ ଓ ଗୁରୁପୁତ୍ରମାନଙ୍କର ବିରାଗ ଭାଜନ ହେଲି। ବର୍ତ୍ତମାନ ମୋର କି ଅବସ୍ଥା ହୋଇଛି ଦେଖନ୍ତୁ। ମୁଁ ଆପଣଙ୍କର ଶରଣାଗତ, ମୋତେ ଆଶ୍ରୟ ଦିଅନ୍ତୁ। ବିଶ୍ୱାମିତ୍ର ତ୍ରିଶଙ୍କୁକୁ ଆଶ୍ରୟ ଦେଇ କହିଲେ, ଭୟ କର ନାହିଁ। ମୁଁ ତୁମର ଯଜ୍ଞର ପୁରୋଧା ହେବି। ଯେଉଁ ରୂପ ତୁମେ ଧାରଣ କରିଛ ସେଥିରେ କିଛି ଯାଏ ଆସେ ନାହିଁ। ତୁମେ ସେହି ରୂପରେ ସଶରୀରେ ସ୍ୱର୍ଗକୁ ଯିବ। ଏହା କହି ବିଶ୍ୱାମିତ୍ର ଯଜ୍ଞର ଆୟୋଜନ କଲେ ଏବଂ ଏଥିରେ ଯୋଗ ଦେବା ପାଇଁ ଚତୁର୍ଦିଗରୁ ଋଷି ଓ ଋତ୍ବିକମାନଙ୍କୁ ନିମନ୍ତ୍ରଣ କଲେ। କେବଳ ମହୋଦୟ ଦେଶର ବ୍ରାହ୍ମଣମାନେ ଓ ବଶିଷ୍ଠଙ୍କର ପୁତ୍ରମାନେ ଅବଜ୍ଞା କଲେ। ବିଶ୍ୱାମିତ୍ର ରୁଷ୍ଟ ହୋଇ ଅବଜ୍ଞାକାରୀମାନଙ୍କୁ ଅଭିଶାପ ଦେଲେ। ସେମାନେ 7 ଜନ୍ମ ପର୍ଯ୍ୟନ୍ତ ନିର୍ଦ୍ଦୟ, କଦାଚାରୀ ଓ କୁକୁର ମାଂସଭୋଜୀ ହୋଇ ଚଣ୍ଡାଳମାନଙ୍କ ପରି ବିଚରଣ କରିବେ। ବିଶ୍ୱାମିତ୍ରଙ୍କର ଯଜ୍ଞ ଆରମ୍ଭ ହେଲା। ସମସ୍ତ ଋତ୍ବିକ ଓ ଋଷିମାନେ ବିଶ୍ୱାମିତ୍ରଙ୍କୁ ଭୟ କରି ଯଜ୍ଞରେ ଯାଜକ ହେଲେ। ବିଶ୍ୱାମିତ୍ର ଯଜ୍ଞଭାଗ ଗ୍ରହଣ କରିବା ପାଇଁ ଦେବତାମାନଙ୍କୁ ଆହ୍ୱାନ କରି ଆହୁତି ଦେଲେ, କିନ୍ତୁ ଦେବତାମାନେ କେହି ଆସିଲେ ନାହିଁ। କ୍ରୁଦ୍ଧ ବିଶ୍ୱାମିତ୍ର ଶୃବକୁ ଉପରକୁ ଉଠାଇ ତ୍ରିଶଙ୍କୁକୁ କହିଲେ, ସ୍ୱର୍ଗକୁ ଯିବା ଦୁର୍ଲଭ ହେଲେ ମଧ୍ୟ ମୋର ତପବଳରେ ତୁମେ ଏଇକ୍ଷଣି ସ୍ୱର୍ଗକୁ ଯିବ, ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ତୁମେ ନିଃସଙ୍କୋଚରେ ଉପରକୁ ଉଠି ସ୍ୱର୍ଗକୁ ଯାଅ। ତ୍ରିଶଙ୍କୁ ସମସ୍ତ ମୁନିଗଣଙ୍କର ସମ୍ମୁଖରେ ସ୍ୱର୍ଗକୁ ଉଠିଲେ। ସେ ସ୍ୱର୍ଗଦ୍ୱାରରେ ପହଞ୍ଚିଛନ୍ତି। ଇନ୍ଦ୍ର ଦେବତାମାନଙ୍କ ସହିତ ଆସି କହିଲେ, ତ୍ରିଶଙ୍କୁ ଫେରିଯାଅ। ତୁମେ ସ୍ୱର୍ଗରେ ବାସ କରିବା ପାଇଁ ଅଯୋଗ୍ୟ। ମୂଢ଼, ତୁମେ ଗୁରୁ ଶାପଗ୍ରସ୍ତ। ତେଣୁ ତଳକୁ ମୁଣ୍ଡ କରି ଭୂମିରେ ଯାଇ ପଡ଼। ତ୍ରିଶଙ୍କ ତ୍ରାହି ତ୍ରାହି ଶବ୍ଦ କରି ତଳକୁ ପଡ଼ିବାକୁ ଲାଗିଲେ। ବିଶ୍ୱାମିତ୍ର କ୍ରୋଧାବିଷ୍ଟ ହୋଇ କହିଲେ, ରାଜା, ଯେଉଁଠି ଅଛ ସେଇଠାରେ
ଏଠାରେ ରହ, ମୁଁ ଶୀଘ୍ର ଏକ ନୂତନ ସ୍ୱର୍ଗ ସୃଷ୍ଟି କରୁଛି। ଏହା କହି ଦକ୍ଷିଣ ଦିଗରେ ସେ ସପ୍ତର୍ଷି ମଣ୍ଡଳ ସୃଷ୍ଟି କଲେ ଏବଂ ନକ୍ଷତ୍ରମାନଙ୍କୁ ମଧ୍ୟ ସୃଷ୍ଟି କରିବାକୁ ଲାଗିଲେ। ତାପରେ ଉଚ୍ଚ ସ୍ୱରରେ କହିଲେ, ମୁଁ ଦେବତାମାନଙ୍କୁ ଓ ଅନ୍ୟ ଇନ୍ଦ୍ରକୁ ମଧ୍ୟ ସୃଷ୍ଟି କରିବି, ଯେପରିକି ସ୍ୱର୍ଗ ଇନ୍ଦ୍ରଶୂନ୍ୟ ହୋଇଯିବ। ସୁରାସୁର ଓ ଋଷିମାନେ ଭୟଗ୍ରସ୍ତ ହୋଇ ବିଶ୍ୱାମିତ୍ରଙ୍କ ପାଖକୁ ଆସି ବିନୀତ ଭାବରେ କହିଲେ, ମୁନିଶ୍ରେଷ୍ଠ, ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। ଯେଉଁଠାରେ ତ୍ରିଶଙ୍କୁ ରହିଛନ୍ତି ସେଇଠାରେ ରହିବେ ଏବଂ ଏକ ଜ୍ୟୋତିର୍ମୟ ଜ୍ୟୋତିଷର ରୂପ ଧାରଣ କରିବେ। ଆପଣଙ୍କର ଷଷ୍ଠ ଅନ୍ୟ ନକ୍ଷତ୍ରମାନେ ମଧ୍ୟ ସୂର୍ଯ୍ୟଙ୍କ ଯାତ୍ରାପଥର ବାହାରରେ ରହି ଆଲୋକ ବିକିରଣ କରିବେ। ବିଶ୍ୱାମିତ୍ର ଦେବତାମାନଙ୍କର ବିନୟପୂର୍ଣ୍ଣ ବାକ୍ୟ ଗ୍ରହଣ କଲେ। ତ୍ରିଶଙ୍କୁକୁ ସାହାଯ୍ୟ କରିବାକୁ ଯାଇ ବିଶ୍ୱାମିତ୍ରଙ୍କର ତପଭଙ୍ଗ ହୋଇଗଲା। ସେ ଯେଉଁ ତପବଳ ସଞ୍ଚୟ କରିଥିଲେ, ତ୍ରିଶଙ୍କୁକୁ ସ୍ୱର୍ଗକୁ ପଠାଇବାରେ ଓ ଏକ ନୂତନ ଜ୍ୟୋତିଷ୍କ ମଣ୍ଡଳ ସୃଷ୍ଟି କରିବାରେ, ତାହା ସରିଗଲା। କିନ୍ତୁ ଏହି ଅନମନ୍ୟ ଋଷି ତାଙ୍କର ସଂକଳ୍ପରୁ ଆଦୌ ବିଚ୍ୟୁତ ହେଲେ ନାହିଁ। ସେ ପଶ୍ଚିମ ଦିଗକୁ ପୁଷ୍କର ତୀର୍ଥ ନିକଟରେ କଠୋର ତପସ୍ୟା କଲେ। ଅଯୋଧ୍ୟାର ରାଜା ଅମ୍ବରୀଖ ଏକ ଯଜ୍ଞ କରୁଥିଲେ। ତାଙ୍କର ଯଜ୍ଞ ଶେଷ ହେବା ପୂର୍ବରୁ ଇନ୍ଦ୍ର ଯଜ୍ଞ ପଶୁକୁ ଅପହରଣ କରିନେଲେ। ଏଥିରେ ଯଜ୍ଞକାରୀ ବ୍ରାହ୍ମଣମାନେ ବିଗ୍ରହ ହୋଇ କହିଲେ, ରାଜା, ତୁମ ଦୋଷରୁ ଯଜ୍ଞ ନଷ୍ଟ ହେବାକୁ ବସିଛି। ଯେଉଁ ରାଜା ଯଜ୍ଞ କରି ରକ୍ଷା କରିବାକୁ ଅସମର୍ଥ, ସେ ନିଜେ ବିନିଷ୍ଟ ହୁଏ। ବର୍ତ୍ତମାନ ଏହାର ଏକମାତ୍ର ପ୍ରାୟଶ୍ଚିତ ହେଉଛି ଜଣେ ମନୁଷ୍ୟକୁ ଆଣି ଏ ଯଜ୍ଞରେ ବଳି ଦେବାକୁ ହେବ। ରାଜା ଅମ୍ବରୀଖ 1,000 ଗାଭୀ ଦାନ କରି ଗୋଟିଏ ମନୁଷ୍ୟ ପାଇବା ପାଇଁ ଚେଷ୍ଟା କଲେ, ମାତ୍ର କେହି ରାଜି ହେଲେ ନାହିଁ। ଶେଷରେ ବହୁ ଦେଶ, ନଗର, ଜନପଦ ବୁଲି ବୁଲି ସେ ଋଷି ରୁଚିକଙ୍କର ଆଶ୍ରମରେ ପହଞ୍ଚିଲେ ଏବଂ ଲକ୍ଷେ ଧେନୁ ବିନିମୟରେ ତାଙ୍କର 3ଟି ପୁତ୍ରରୁ ଜଣକୁ ଦେବା ପାଇଁ ଅନୁରୋଧ କଲେ। ରୁଚିକ କହିଲେ, ମୁଁ ଜ୍ୟେଷ୍ଠ ପୁତ୍ରକୁ କେବେ ହେଲେ ଦେଇପାରିବି ନାହିଁ। ପୁତ୍ରମାନଙ୍କର ଜନତା ଋଷିପତ୍ନୀ କହିଲେ, କନିଷ୍ଠ ପୁତ୍ର ମୋର ଅତି ପ୍ରିୟ, ମୁଁ ତାକୁ ଦେଇପାରିବି ନାହିଁ। ଏହା ଶୁଣି ମଧ୍ୟମ ପୁତ୍ର ସୁନଶେପ ଭାବିଲେ, ଜ୍ୟେଷ୍ଠ ପୁତ୍ର ପିତାଙ୍କର ପ୍ରିୟ, କନିଷ୍ଠ ପୁତ୍ର ମାତାଙ୍କର ପ୍ରିୟ, ତେଣୁ ସେ ଦୁହେଁ ସୁରକ୍ଷିତ ହେଲେ। ମୁଁ ତାହେଲେ କାହାର ନୁହେଁ? ସେ ସଙ୍ଗେ ସଙ୍ଗେ କହି ଉଠିଲେ, ରାଜା, ପିତା ମାତାଙ୍କର କଥାରୁ ଯାହା ମୁଁ ବୁଝିଲି, ଜ୍ୟେଷ୍ଠ ଓ କନିଷ୍ଠ ବିକ୍ରୟ ଯୋଗ୍ୟ ନୁହନ୍ତି। ମୁଁ କେବଳ ବିକ୍ରୟର ଯୋଗ୍ୟ। ବର୍ତ୍ତମାନ ମୁଁ ବିକ୍ରି ହୋଇଗଲି ବୋଲି ଜାଣନ୍ତୁ। ଚାଲନ୍ତୁ, ମୁଁ ଆପଣଙ୍କର ବଳି ସ୍ୱରୂପ ଯିବି। ରାଜା ଲକ୍ଷେ ଧେନୁ, ବହୁ ସୁବର୍ଣ୍ଣ ଓ ଧନ ଦାନ କରି ସୁନଶେପଙ୍କୁ ସାଙ୍ଗରେ ଧରି ଆନନ୍ଦରେ ଚାଲିଲେ। ମଧ୍ୟାହ୍ନ ହେବାରୁ ସେମାନେ ପୁଷ୍କର ତୀର୍ଥରେ ବିଶ୍ରାମ କଲେ। ସେଠାରେ ବିଶ୍ୱାମିତ୍ର ତପସ୍ୟା କରୁଥିବାର ଦେଖି ସୁନଶେପ ଶୋକ ବିହ୍ୱଳ ହୋଇ ଋଷିଙ୍କର ପାଦତଳେ ପଡ଼ିଗଲେ। ବିଶ୍ୱାମିତ୍ର ତାଙ୍କର ମାତୁଳ ଥିଲେ। ସେ କାତର ସ୍ୱରରେ କହିଲେ, ମୋର ପିତା, ମାତା, ଜ୍ଞାତି ବା ସୁଜନ କେହି ନାହାନ୍ତି। ମୁଁ ଅନାଥ। ଆପଣ ମୋତେ ରକ୍ଷା କରନ୍ତୁ। ସୁନଶେପ ଯଜ୍ଞ ପଶୁ ରୂପେ ବଳି ପଡ଼ିବାକୁ ଯାଉଛନ୍ତି ବୋଲି ଶୁଣି ବିଶ୍ୱାମିତ୍ରଙ୍କର ହୃଦୟ କରୁଣାରେ ଭରିଗଲା। ସେ ସୁନଶେପଙ୍କୁ ସାନ୍ତ୍ୱନା ଦେଇ ତାଙ୍କର ପୁତ୍ରଙ୍କୁ ଡାକି କହିଲେ, ଦେଖ, ଏହି ଶରଣାଗତ ବାଳକକୁ ମୁଁ ରକ୍ଷା କରିବାକୁ, ତେଣୁ ତୁମ ମଧ୍ୟରୁ ଜଣେ ଯଜ୍ଞ ପଶୁ ହୋଇ ଏହାଙ୍କର ପ୍ରାଣ ରକ୍ଷା କରିବାକୁ ଚାହେଁ। ତେଣୁ ତୁମେ ମଧ୍ୟରୁ ଜଣେ ଯଜ୍ଞ ପଶୁ ହୋଇ ଏହାଙ୍କର ପ୍ରାଣ ରକ୍ଷା କର। ବିଶ୍ୱାମିତ୍ରଙ୍କ ପୁତ୍ରମାନେ ପିତାଙ୍କ ବାକ୍ୟକୁ ଉପେକ୍ଷା କରି କହିଲେ, ଯେଉଁ ପିତା ଅନ୍ୟର ପୁତ୍ର ପାଇଁ ନିଜ ପୁତ୍ରକୁ ତ୍ୟାଗ କରିବାକୁ ଚାହେଁ, ତାର ଏହି କାର୍ଯ୍ୟ କୁକୁର ମାଂସ ଭକ୍ଷଣ ପରି ନିନ୍ଦନୀୟ। ପୁତ୍ରମାନଙ୍କର ଏହି ଅବଜ୍ଞାପୂର୍ଣ୍ଣ ବାକ୍ୟ ଶୁଣି ବିଶ୍ୱାମିତ୍ର ସେମାନଙ୍କୁ ଅଭିଶାପ ଦେଇ କହିଲେ, ତୁମେମାନେ ଏଣିକି ବଶିଷ୍ଠ ପୁତ୍ରମାନଙ୍କ ପରି ପତିତ ଜାତି ହୋଇ କୁକୁର ମାଂସ ଭୋଜନ କରିବ। ସେ ସୁନଶେପଙ୍କୁ କହିଲେ, ତୁମକୁ ମୁଁ 2ଟି ମନ୍ତ୍ର ଦେଉଛି। ଯଜ୍ଞ ସ୍ଥଳରେ ତୁମେ ତାହା ଗାନ କର, ତୁମର ମଙ୍ଗଳ ହେବ। ଯଜ୍ଞସ୍ଥଳରେ ସୁନଶେପଙ୍କୁ ରକ୍ତବସ୍ତ୍ର ପିନ୍ଧାଇ କୁଶ ଦଉଡ଼ିରେ ଧୂପ କାଠରେ ବାନ୍ଧି ଦିଆଗଲା। ଋଷିପୁତ୍ର ବିଶ୍ୱାମିତ୍ରଙ୍କ ପ୍ରଦତ୍ତ ମନ୍ତ୍ର 2ଟି ପାଠ କରିବାକୁ ଲାଗିଲେ। ଏହି ମନ୍ତ୍ର ବଳରେ ଇନ୍ଦ୍ର ସେଠାରେ ଉପସ୍ଥିତ ହୋଇ ରାଜାଙ୍କୁ ଯଜ୍ଞର ଫଳ ଏବଂ ସୁନଶେପଙ୍କୁ ଧୂପ କାଷ୍ଠରୁ ମୁକ୍ତି ଦେଇ ଦୀର୍ଘ ଆୟୁ ଦାନ କଲେ। ବିଶ୍ୱାମିତ୍ର ପୁଣି ତପସ୍ୟାରେ ମଗ୍ନ ହୋଇଗଲେ। ତାଙ୍କର କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ଆସି କହିଲେ, ତୁମର ଅର୍ଜିତ ପୁଣ୍ୟ ବଳରେ ବର୍ତ୍ତମାନ ତୁମେ ଋଷି ହେଲ। ବିଶ୍ୱାମିତ୍ର ଏଥିରେ ସନ୍ତୁଷ୍ଟ ହେଲେ ନାହିଁ।
ରାଜଶ୍ରୀ ଥିଲେ, ଋଷି ହେଲେ, ଏଥିରେ ବିଶେଷ କ'ଣ ଲାଭ ହେଲା? ସେ ସଂକଳ୍ପବଦ୍ଧ ହୋଇ ଆହୁରି କଠୋର ତପସ୍ୟା କରିବାକୁ ଲାଗିଲେ। ଏହିପରି ବହୁ କାଳ ବିତିଗଲା। ଦିନେ ସ୍ୱର୍ଗର ରୂପସୀ ମେନକା ପୁଷ୍କର ତୀର୍ଥରେ ସ୍ନାନ କରିବାକୁ ଆସିଥିଲେ। ତାଙ୍କର ଅପୂର୍ବ ରୂପ ଲାବଣ୍ୟରେ ମୋହିତ ହୋଇ ବିଶ୍ୱାମିତ୍ର ତାଙ୍କୁ କହିଲେ, ଅପ୍ସରା, ତୁମକୁ ସ୍ୱାଗତ। ତୁମେ ମୋର ଆଶ୍ରମରେ ବାସ କର। ମୁଁ କାମଦଗ୍ଧ, ମୋତେ ଅନୁଗ୍ରହ କର। ବରବନିନୀ ମେନକା ସମ୍ମତ ହୋଇ ବିଶ୍ୱାମିତ୍ରଙ୍କ ଆଶ୍ରମରେ ବାସ କଲେ। 10 ବର୍ଷ ସୁଖରେ ବିତିଯିବା ପରେ ବିଶ୍ୱାମିତ୍ରଙ୍କର ମନରେ ଅନୁତାପ ଆସିଲା। ଦୁଃଖ ଓ ଲଜ୍ଜାରେ ସଢ଼ିଯାଇ ସେ ଭାବିଲେ, ଏହା ହେଉଛି ଦେବତାମାନଙ୍କର କୌଶଳ। ସେମାନେ ମୋର ତପସ୍ୟାକୁ ଅପହରଣ କରି ନେବାକୁ ଚାହାନ୍ତି। ସେ କ୍ରୋଧରେ ଦୀର୍ଘ ନିଶ୍ୱାସ ଛାଡ଼ିବାକୁ ଲାଗିଲେ। ଏହା ଦେଖି ମେନକାଙ୍କର ଭୟ ହେଲା। ସେ ଥରିକରି ତାଙ୍କ ପାଖରେ ଠିଆ ହୋଇଥିବାର ଦେଖି ବିଶ୍ୱାମିତ୍ର ମଧୁର ବାକ୍ୟରେ ତାଙ୍କୁ ବିଦାୟ ଦେଲେ ଏବଂ ତପସ୍ୟା କରିବା ପାଇଁ ଉତ୍ତର ଦିଗକୁ ଚାଲିଗଲେ। କୌଶିକୀ ନଦୀ କୂଳରେ ପୁଣି ଅନେକ ବର୍ଷ ଧରି ସେ ତପସ୍ୟା କରିବା ପରେ ଦେବତାମାନେ ତାଙ୍କୁ ମହର୍ଷି ପଦ ଦେବା ପାଇଁ ବ୍ରହ୍ମାଙ୍କୁ ନିବେଦନ କଲେ। ବ୍ରହ୍ମା ବିଶ୍ୱାମିତ୍ରଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ମହର୍ଷି, ମୁଁ ତୁମକୁ ଅଭିବାଦନ କରୁଛି। ତୁମର ତପସ୍ୟାରେ ମୁଁ ସନ୍ତୁଷ୍ଟ ହୋଇଛି। ଋଷିମାନଙ୍କର ଶ୍ରେଷ୍ଠ ପଦବୀ ମହର୍ଷି ପଦ ମୁଁ ତୁମକୁ ଦାନ କଲି। ବିଶ୍ୱାମିତ୍ର ଏଥିରେ ଦୁଃଖିତ ନ ହୋଇ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ। ସେ ବ୍ରହ୍ମାଙ୍କୁ ବିନୀତ ଭାବରେ କହିଲେ, ଆପଣ ମୋତେ ବ୍ରହ୍ମଶ୍ରୀ ବୋଲି କହିଲେ ନାହିଁ। ମୁଁ ବୁଝିଛି, ମୋର କିଛି ତ୍ରୁଟି ରହିଯାଇଛି। ଆପଣ ମୋତେ ଜିତେନ୍ଦ୍ରିୟ ବୋଲି ମନେ କରୁନାହାନ୍ତି। ବ୍ରହ୍ମା କହିଲେ, ଆପଣ ମୋତେ ବ୍ରହ୍ମଶ୍ରୀ ବୋଲି କହିଲେ ନାହିଁ। ମୁଁ ବୁଝିଛି, ମୁନିଶ୍ରେଷ୍ଠ, ଏପର୍ଯ୍ୟନ୍ତ ତୁମେ ଜିତେନ୍ଦ୍ରିୟ ହୋଇନାହଁ। ଆହୁରି ଉଦ୍ୟମ କର। ବିଶ୍ୱାମିତ୍ର ପୁଣି ଘୋରତର ତପସ୍ୟା କରିବାକୁ ଲାଗିଲେ। ତାଙ୍କର ତପସ୍ୟା ଏପରି କଠୋର ହେଲା ଯେ ଇନ୍ଦ୍ର ଭୟଭୀତ ହୋଇ ମରୁତମାନଙ୍କ ସହିତ ଅପ୍ସରା ରମ୍ଭାକୁ ଡାକି କହିଲେ, ଦେବତାମାନଙ୍କ କାର୍ଯ୍ୟ ପାଇଁ ତୁମକୁ ବିଶ୍ୱାମିତ୍ରଙ୍କ ପାଖକୁ ଯିବାକୁ ହେବ। କାମବଶରେ ତୁମେ ତାଙ୍କୁ ମୋହିତ କର। ରମ୍ଭା କହିଲେ, ବିଶ୍ୱାମିତ୍ର ଉଗ୍ର ସ୍ୱଭାବର ଋଷି, ସେଥିପାଇଁ ମୋର ଭୟଜାତ ହେଉଛି। ଇନ୍ଦ୍ର କହିଲେ, ରମ୍ଭା, ଭୟ କର ନାହିଁ। ମୁଁ କନ୍ଦର୍ପକୁ ଧରି ତୁମର ସାଙ୍ଗେ ସାଙ୍ଗେ ରହିଥିବି। ରମ୍ଭା ମୁନିମନ ମୋହନ ଅତି ସୁନ୍ଦର ରୂପ ଧାରଣ କରି ମଧୁର ସଙ୍ଗୀତ, ସଲଜ ହାସ୍ୟ ଓ ଅଙ୍ଗଭଙ୍ଗୀରେ ବିଶ୍ୱାମିତ୍ରଙ୍କୁ ପ୍ରଲୋଭିତ କରିବା ପାଇଁ ଚେଷ୍ଟା କଲେ। ବସନ୍ତ କାଳର ପୁଷ୍ପିତ କାନନ ଓ ପକ୍ଷୀମାନଙ୍କର କୂଜନରେ ପରିବେଶ ଆହୁରି କାମୋଦ୍ଦୀପକ ହୋଇ ଉଠିଲା। ହଠାତ୍ ବନ ମଧ୍ୟରେ ଏପରି ମଧୁର ପରିବେଶ ଅନୁଭବ କରି ବିଶ୍ୱାମିତ୍ର ହୃଷ୍ଟ ଚିତ୍ତରେ ଅପ୍ସରାଙ୍କ ଆଡ଼କୁ ଚାହିଁଲେ। ମାତ୍ର ପର ମୁହୂର୍ତ୍ତରେ ତାଙ୍କ ମନ ସନ୍ଦେହ ଜାତ ହେଲା। ଏହା ଇନ୍ଦ୍ରଙ୍କର କାର୍ଯ୍ୟ ବୋଲି ଜାଣିପାରି ସେ କ୍ରୁଦ୍ଧ ହୋଇ ରମ୍ଭାଙ୍କୁ ଅଭିଶାପ ଦେଲେ, ମୁଁ କାମକ୍ରୋଧକୁ ଜୟ କରି ଜିତେନ୍ଦ୍ରିୟ ହେବାକୁ ଚେଷ୍ଟିତ ଥିବାବେଳେ ତୁ ମୋର ତପଭଙ୍ଗ କରିବାକୁ ବସିଛୁ। ଅଭାଗିନୀ, ତୁ ପାଷାଣ ହୋଇ ରହିବୁ। 10,000 ବର୍ଷ ପରେ ଜଣେ ମହାତେଜା ତପସ୍ୱୀ ବ୍ରାହ୍ମଣଙ୍କ ଅନୁଗ୍ରହରେ ତୁ ଉଦ୍ଧାର ପାଇବୁ। ଏହି ନିଦାରୁଣ ଶାପରେ ରମ୍ଭା ତତ୍କ୍ଷଣାତ୍ ପାଷାଣୀ ହୋଇଗଲେ। ଏହା ଦେଖି ଇନ୍ଦ୍ର ଓ କନ୍ଦର୍ପ ସେଠାରୁ ଭୟରେ ପଳାଇ ଗଲେ। ବିଶ୍ୱାମିତ୍ର ଅନୁଭବ କଲେ, ସେ କ୍ରୋଧକୁ ଜୟ କରିପାରି ନାହାନ୍ତି। ପୁଣି ତାଙ୍କୁ କଠୋର ତପସ୍ୟା କରିବାକୁ ହେବ। ଏଥର ପୂର୍ବ ଦିଗକୁ ଯାଇ ମୌନବ୍ରତ ଅବଲମ୍ବନ ପୂର୍ବକ ସେ ଦୁଷ୍କର ତପସ୍ୟା ଆରମ୍ଭ କଲେ। ତପ ବଳରେ ସେ କ୍ରୋଧ, ଅନ୍ନ, ଭୋଜନ ଜୟ କରି ବ୍ରତ ପୂର୍ଣ୍ଣ ହେବା ପରେ ଯେତେବେଳେ ବ୍ରାହ୍ମଣ ଆସି ତାଙ୍କୁ ଏହି ଅନ୍ନ ଭିକ୍ଷା କଲେ, ସେ ସାନନ୍ଦ ଜଣେ ଭାଜନ କରିବାକୁ ଯାଉଛନ୍ତି। ଆନନ୍ଦ ଚିତ୍ତରେ ବ୍ରାହ୍ମଣକୁ ଅନ୍ନଦାନ କଲେ ଏବଂ ଉପବାସରେ ମୌନବ୍ରତ ଅବଲମ୍ବନ କରି ତପସ୍ୟା କରିବାକୁ ଲାଗିଲେ। ଇନ୍ଦ୍ର ହିଁ ବ୍ରାହ୍ମଣ ବେଶରେ ତାଙ୍କୁ ପରୀକ୍ଷା କରିବାକୁ ଆସିଥିଲେ। ସମସ୍ତ ଇନ୍ଦ୍ରିୟକୁ ଜୟ କରିଥିବା ବିଶ୍ୱାମିତ୍ରଙ୍କର ଦୁଷ୍କର ତପସ୍ୟାରେ ଦେବାସୁର, ଗନ୍ଧର୍ବ, ନର, ନାଗ ସମସ୍ତେ ଥରହର ହେବାକୁ ଲାଗିଲେ। ବ୍ରହ୍ମା ଦେଖିଲେ, ନାନା ଉପାୟରେ କାମ, କ୍ରୋଧ, ଲୋଭ ଆଦି ଜନ୍ମାଇ ବିଶ୍ୱାମିତ୍ରଙ୍କୁ ମୋହିତ କରିବା ପାଇଁ ଚେଷ୍ଟା କରାଯାଇଛି। ମାତ୍ର ସେ ସମସ୍ତ ଜୟ କରିପାରିଛନ୍ତି। ତାଙ୍କର ତେଜରେ ଚନ୍ଦ୍ର ସୂର୍ଯ୍ୟ ମଧ୍ୟ ମଳିନ ହେବାକୁ ବସିଛନ୍ତି। ଯଦି ବିଶ୍ୱାମିତ୍ରଙ୍କୁ ତାଙ୍କର ପ୍ରାପ୍ୟବର ନ ପାଏ, ତାହେଲେ ସମସ୍ତ ସଂସାର ଧ୍ୱଂସ ହୋଇଯିବ। ବ୍ରହ୍ମା ଦେବତାମାନଙ୍କୁ ସାଙ୍ଗରେ ଧରି ବିଶ୍ୱାମିତ୍ରଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ବ୍ରହ୍ମଶ୍ରୀ ବିଶ୍ୱାମିତ୍ର, କଠୋର ତପ
ତପସ୍ୟା ଦ୍ୱାରା ତୁମେ ବ୍ରହ୍ମତ୍ୱ ଲାଭ କରିଛ। ତୁମର ଇପ୍ସିତ ବର ତୁମକୁ ଦାନ କଲି। ତୁମର ମଙ୍ଗଳ ହେଉ। ବିଶ୍ୱାମିତ୍ର ଏଥର ସନ୍ତୁଷ୍ଟ ହେଲେ। ମାତ୍ର ବ୍ରହ୍ମା ଓ ଦେବତାମାନେ ତାଙ୍କମାନଙ୍କୁ କହିଲେ, ଯଦି ମୁଁ ବ୍ରହ୍ମଶ୍ରୀ ହେଲି, ତାହେଲେ କ୍ଷାତ୍ରବିଦ୍ୟା ଓ ବ୍ରହ୍ମବିଦ୍ୟାରେ ଶ୍ରେଷ୍ଠ ବଶିଷ୍ଠ ମୋତେ ବ୍ରହ୍ମଶ୍ରୀ ବୋଲି ସ୍ୱୀକାର କରନ୍ତୁ। ଦେବତାମାନଙ୍କ ଅନୁରୋଧରେ ଋଷି ଶ୍ରେଷ୍ଠ ବଶିଷ୍ଠ ଆସି କହିଲେ, ବିଶ୍ୱାମିତ୍ର, ତୁମେ ନିଃସନ୍ଦେହରେ ବ୍ରହ୍ମଶ୍ରୀ ପଦ ଲାଭ କରିଛ। ବ୍ରହ୍ମଶ୍ରୀ ବିଶ୍ୱାମିତ୍ର ବଶିଷ୍ଠଙ୍କୁ ସମ୍ମାନ ଜଣାଇ ତାଙ୍କ ସହିତ ଚିରସଖ୍ୟ ସ୍ଥାପନ କଲେ। ବନ୍ଧୁମାନେ, ମୁଁ ପଢ଼ିଲା ବେଳେ ଯଦି କିଛି ଭୁଲ କରିଥିବି ମୋତେ କ୍ଷମା କରିବ। ଭିଡ଼ିଓଟି ଯଦି ଭଲ ଲାଗୁଥିବ ଲାଇକ୍, ସେୟାର, କମେଣ୍ଟ ନିଶ୍ଚିନ୍ତ କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ଆଜି ରହୁଛି, ପୁଣି ଦେଖା ହେବ ଆଉ ଗୋଟିଏ ନୂଆ ଭିଡ଼ିଓରେ।